ଭଲ ଛାଇ ଜାଗା ଗୋଟେ ମିଳିଲା, ଏଇଠି ବସିବି, ନେକ୍ସଟ ବୁକିଂ ପାଇଁ ଅପେକ୍ଷା କରିବା। uh, 9891. ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ। ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ? ସାଙ୍ଗମାନେ ଗତକାଲି ଆଉ ମୁଁ ଲଗ୍ଇନ୍ କରିନଥିଲି, ଘରେ ଟିକେ ଅସୁବିଧା ଥିଲା। ଅସୁବିଧା ମାନେ କ'ଣ, ଦେହ ମାନେ ଖରାପ ଥିଲା। 8ଟାରେ ଲଗ୍ଇନ୍ କଲି, ଦେଖେ ଫାଷ୍ଟ ବୁକିଂ କେତେବେଳେ ବାଜୁଛି। ରାଇଟ୍ ସାଇଡ୍ ହୁଇଲରେ ପ୍ରେସର ନଥିଲା, ଜଣ ଭାଇଙ୍କଠୁ ପ୍ରେସର ପମ୍ପ ଆଣିଲି, ଆଣିକି ପ୍ରେସର ଦେଇକି ଲଗ୍ଇନ୍ କରିଦେଇଛି। ତାପରେ ବୁକିଂଟା ଫାଷ୍ଟ କେତେବେଳେ କୋଉଠି କ'ଣ ବାଜୁଛି ନେଇକି ଯିବି, ତାପରେ ଯାଇ ସିଏଞ୍ଜି ଫେଞ୍ଜି ପକେଇବାର ଥିବ ପକେଇବି, ଆଉ ପଞ୍ଚଟା ଟିକେ ଚେକ୍ ଚାକ୍ କରିଦେବି। ତ ଚାଲନ୍ତୁ ଆଜିର ଅର୍ଣ୍ଣିଂ କେତେ କ'ଣ ହଉଛି, ଡେର ଷ୍ଟାର୍ଟ କେତେ ଟଙ୍କା ଫାଷ୍ଟ ବୁକିଂ ବାହାରୁଛି, ଚାଲନ୍ତୁ ଦେଖିବା। 185ର ବାଜିଲାଣି ଗୋଟେ, ବସିଥିଲି 15-20 ମିନିଟ୍, ବଜେଇଲା। ଫାଷ୍ଟ ବୁକିଂଟା ତ ନେଇକି ଆସିଥିଲି ଆପଣଙ୍କର ସେ ଯେଉଁ ଲକ୍ଷ୍ମୀ ସାଗରରୁ ମାର୍କେଟ ବିଲ୍ଡିଂରୁ ସିଏଞ୍ଜି ପକେଇଥିଲେ, ଫାଙ୍କା ଥିଲା। କାହିଁ କେଜାଣି ଏବେ 2-4 ଦିନ ଦେଖୁଛି ମାର୍କେଟ ବିଲ୍ଡିଂରେ ସିଏଞ୍ଜି ଟାଙ୍କି ବି ଫାଙ୍କା ରହୁଛି। ଗାଡ଼ିଟା ବୁଲେଇ ଦେବ ଫାଷ୍ଟ। ଅଶୋକ ନଗରରୁ ବାଜିଛି, ସିଏଞ୍ଜି ପକେଇଲି 450 ଟଙ୍କାର। ଗୋଟେ ହେଲା 170 ଟଙ୍କା, ଏଇଟା 185 ଦେଖେଇଛି। ଏଟା କଷ୍ଟମର କୋଉଠି ଯିବ ମୁଁ ଦେଖିନି, ସାଙ୍ଗେ ସାଙ୍ଗେ ଆକ୍ସେପ୍ଟ କରିଦେଲି। ପହଞ୍ଚେ ତାପରେ ଓଟି ମାଇଲା ପରେ ହିଁ ଜଣା ପଡ଼ିବ ଆକ୍ଚୁଆଲି କଷ୍ଟମର କୋଉଠି ଯିବେ। ଅଶୋକ ମାର୍କେଟ ଭିତରକୁ ଗୋଟେ ଜିନିଷ, ସରୁ ସରୁ ଗଳି, ଗାଡ଼ି ସବୁ ଥୁଆ ହେଇଥାଏ। କଷ୍ଟମର ଲୋକେସନ ଏଇଠି କ'ଣ କରିବା, ପିକ୍ କରିବାକୁ ପଡ଼ିବ। 185 ଦେଖେଇଛି। Uh, 9891. କଷ୍ଟମରଠୁ କଲେକ୍ଟ କଲି 169, ମତେ ମିଳିଲା 175। ମାନେ କଷ୍ଟମରକୁ ଅଫର ଦଉଛି, ଉବେର ଡିସକାଉଣ୍ଟ ଦଉଛି, କୁପନ ଫୁପନରେ କ'ଣ ହେଇଥିବ ବୋଧେ। ଆଉ କ'ଣ ବେଳେବେଳେ ଏମିତି ହୁଏ, ମାନେ କ୍ୟାସ୍ କଲେକ୍ଟ ହେଇଥିବ 120 କି 130, ଦେଖିଲା ବେଳକୁ ଆମକୁ ମିଳିବ 150। ଦେଖେଇ ଦେଇଥିବ ଆମକୁ ଆଗତୁରା 150 ଟଙ୍କା ମିଳିବ, କ୍ୟାସ୍ କଲେକ୍ଟ କଲା ବେଳକୁ କମ୍। ଭଲ ଛାଇ ଜାଗା ଗୋଟେ ମିଳିଲା, ଏଇଠି ବସିବି, ନେକ୍ସଟ ବୁକିଂ ପାଇଁ ଅପେକ୍ଷା କରିବା। ବାଜିଲା ଆଉ ଗୋଟେ, ଯାଉଛି କଷ୍ଟମରକୁ ପିକଅପ୍ କରିବା ପାଇଁ। ରାସ୍ତା ଭଲ ନାହିଁ, ଢକ 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 ଢକ। ସମସ୍ତ ଅଲ୍ଟିମେଟ୍ ଡ୍ରପ୍ କଲି, ବର୍ତ୍ତମାନ ଯାଉଛି ଆପଣଙ୍କର ସୋମର ପଛପଟେ, କି ସୋମ କ୍ରସ୍ କଲା ପରେ କୋଉଠି ଛାଇ ଫାଇ ମିଳିବ ସେଇଠି ଯାଇକି ବସିବି। ଅଟୋବାଲା ସମସ୍ତେ ବସୁଛନ୍ତି, ବୁକିଂ ବାଜୁନି। ବୁକିଂ କାହାର ନାହିଁ, ତା ଭିତରେ ଖୋଜି ଖୋଜି କାହାର ବାଜୁଛି, ବଛା ବଛି ହେଇକି। ସେଇ ଆଉ କ'ଣ, ଯାହାର ବାଜିଲା ସେ ଖୁସି, ଯାହାର ବାଜିଲାନି ସେ ବସି ବସି ବିରକ୍ତ। ବାଜିଲା ଆଉ ଗୋଟେ, କଷ୍ଟମର ଲୋକେସନ ଅଛି, ଆସୁଛନ୍ତି କଷ୍ଟମର। ବମିଖାଲ କେନାଲ ରୋଡରେ ଡ୍ରପ୍ କଲେ, ବର୍ତ୍ତମାନ ଟାଇମ୍ 2ଟା ହେଲାଣି। ଯାଉଛି ଘରେ ଖାଇବାକୁ, ଖାଇସାରିକି ପୁଣି 4ଟାରେ ଲଗ୍ଇନ୍ କରିବି। ବେପାର ଯଦି କହିବା 1050 ପାଖାପାଖି ହେଇଥିବ। ଦେଖେ ଖାଇସାରିକି ଆଉ 1000 ଯଦି ହେଇଯିବ।
ଖରାବେଳେ ଖାଇବା ଆଗରୁ ହେଇଥିଲା ଟଙ୍କା 1050 ଆଉ ଏବେ ଟାଇମ୍ 4ଟା 15 ଖଣ୍ଡେ ହେଇଥିବ ଲଗ୍ଇନ୍ କରିଦେଇଛି ଆଉ ଦେଖି ବୁକିଂ କେତେବେଳେ ବାଜୁଛି ସାରଳା ନଗର ଲେନ୍ 6ରୁ ବାଜିଛି ତା ଭିତରେ ଗାଡ଼ି ବୁଲେଇବା ତ ଜାଗା ନାହିଁ ମୁଁ କଷ୍ଟମରକୁ ଫୋନ୍ କଲି ଆଉ ସାର୍ ଲେନ୍ 6 ପାଖରେ ଅଛି ଆଉ ଆସନ୍ତୁ ଆପଣ ସେ କହିଲେ ଆପଣ ୱେଟ୍ କରନ୍ତୁ ମୁଁ ପହଞ୍ଚୁଛି ଏ ଭିତରେ ଯଦି ଗାଡ଼ି ପୁରେଇବି ଆଉ ଗାଡ଼ି ବୁଲେଇବା ଜାଗା ନାହିଁ ଖାଇସାରିକି 4:30 ଯେଉଁ ଲଗ୍ଇନ୍ କଲି ବାଜୁଛି ଗୋଟେ ପରେ ଗୋଟେ ମାନେ ୟାକୁ ନେଇକି କେତେ 3 ନମ୍ବର ବୁକିଂ ହେଲେ ସବୁ ଛୋଟିଆ ଛୋଟିଆ 100 ଟଙ୍କିଆ 120 ଟଙ୍କିଆ ଏମିତି ଏବେ ପୁଣି ମୁଁ ଉତ୍କଳ କନିକା ଗ୍ୟାଲେରିଆରେ ଛାଡ଼ିଲି ଜଣକୁ 1 କିଲୋମିଟର ପିକଅପ୍ ଆଉ ପୁଣି ଡ୍ରପ୍ ଅଶୋକ ରାଜମହଲ ଛକ ପାଖରେ ବସିଲେଣି ଘଣ୍ଟାଟା ଉପରେ ହେବ ଆଉ ବାଜୁନି ମାନେ ମୋ ଟାଇମ୍ଟା ଏତେ ଖରାପ ମୁଁ ଆସିକି ବସିଛି ରାଜମହଲ ଛକ ପାଖରେ ସେଇଠି ଜୋନ୍ ପଡ଼ିନି ବାକି ପୁରା ପଟିଆ ଦେଇକି ପଟିଆ ଜୟଦେବ ବିହାର ସେପଟେ ସୋମ ହସ୍ପିଟାଲ ଲକ୍ଷ୍ମୀସାଗର ସବୁ ଏରିଆରେ ଜୋନ୍ ପଡ଼ିଛି ଖାଲି ମୁଁ ଯେଉଁ ଜାଗାରେ ବସି ସେଇ ଜାଗାରେ ଜୋନ୍ ନାହିଁ ସକାଳେ ଯାହା ହଉ ହେଇଥିଲା ଟଙ୍କା 1000 4ଟା ପରେ ଭାବିଲି ଆଉ 1000 ହେଲେ ହେଇଯିବ ଯାହା ହଉ ସେ 4ଟା ପରେ 1000 କ'ଣ ବସେଇ ପୁରା ଇଏ କରିଦେଲାଣି ଷ୍ଟେସନ ପାଖରେ ବସିଥିଲି ଅଶୋକ ନଗରରେ ଛାଡ଼ିକି ସେଠୁ ଆଉ ବାଜିଲାନି ବହୁତ ସମୟ ବସିଲା ପରେ ଷ୍ଟେସନରୁ ଗୋଟେ ଦେଲା ଲିଙ୍ଗିପୁର ମୁଁ କହିଲି ବାଜୁନି ତ ଯାହା ଦେଉଛି ପଳେଇବା ତାପରେ ଲିଙ୍ଗିପୁର ପଳେଇ ଆସିଲି ଯେ ଲିଙ୍ଗିପୁର ଆଉ ବାଜୁନି 9ଟା ହେଲାଣି ଏବେ ଆଉ ଆଶା ନାହିଁ ବାଜିବ କି କ'ଣ ଆଉ କେତେ ସମୟ ବସିବି ଏବେ ଧୀରେ ଧୀରେ ଯାଉଛି ଆପଣଙ୍କର ଘର ଆଡ଼ିକି ରାସ୍ତାରେ ଯଦି ବଜେଇଥିଲା ତ ଠିକ୍ ଅଛି ହୋମ୍ ମାରି ଦେଇଛି ଆପଣଙ୍କର ମାଷ୍ଟର କ୍ୟାଣ୍ଟିନ୍ ଯଦି ଭାଇ ଘର ଆଡ଼ିକି ରିଟର୍ନ ଯାଉଥିଲି ଯେ ସେ ରାସ୍ତାରେ ଜଣେ ମିଳିଗଲା ସେ ଯିବେ ଗୋଟେ ଶ୍ରୀଲେଦରରେ ଗୋଟେ ବ୍ୟାଗ୍ଟେ କିଣିବେ ସେଠୁ ପୁଣି ରିଟର୍ନ ଆସିବେ କହିଲେ 5 ମିନିଟ୍ ବ୍ୟାଗ୍ ମୁଁ କିଣିବି ପୁଣି ମୋତେ ଏଇଠି ଛାଡ଼ିଦେବ ମୋର ତାଙ୍କୁ ଟଙ୍କା 350 କହିଛି ଦେଖେ ସେ କହିଲେ 5 ମିନିଟ୍ ରୁହନ୍ତୁ ମୁଁ ଆସୁଛି ଯେ ଅଫ୍ କରିନି ଆଉ ଉବେରରେ ମୋତେ ଏବେ ବଜଉଛି ଜାଗମରା ମୁଁ ହୋମ୍ ମାରି ଦେଇଛି ମାଷ୍ଟର କ୍ୟାଣ୍ଟିନ୍ ପାଇଁ ଉବେର ବଜଉଛି ମୋତେ ଜାଗମରା ମାନେ ବେଳେବେଳେ କ'ଣ ଯେ ପୁଣି ଲେଖୁଛି ଯେ ଆପଣଙ୍କ ଟୁୱାର୍ଡ଼ସ୍ ୟୋର୍ ଡେଷ୍ଟିନେସନ୍ ଫାଇନାଲି ମୁଁ ଏବେ କଷ୍ଟମରଙ୍କୁ ଛାଡ଼ି ଦେଇକି ପଳେଇ ଆସିଲିଣି ଖାଲି ଗାଡ଼ି ନେଇକି ଆଉ ଆଜିର ଅର୍ଣ୍ଣିଂ ଟୋଟାଲ୍ କହିବାକୁ ଗଲେ ଉବେରରେ 609 ଟଙ୍କା ଆଉ ପ୍ରାଇଭେଟ୍ ଗୋଟେ 305 ତ ଟୋଟାଲ୍ 905 ହେଇଛି 1905 ହେଇଛି ଅର୍ଣ୍ଣିଂ ତା ଭିତରୁ CNG ପକାଇଥିଲି 450ର ଆଉ ପଞ୍ଚର ହେଇଥିଲା ଗୋଟେ ରାଇଟ୍ ସାଇଡ଼୍ରେ ସେଟା 80 ଟଙ୍କା ମାନେ କେତେ 530 ଟଙ୍କା ତ 1950ରୁ 530 ହେଲା 1400 ଟଙ୍କା ଆଜିର ବଞ୍ଚିଲା ଠିକ୍ ଠାକ୍ ଅଛି ଏମିତି ତ ବେପାର ହେଉନି ଯାହା ହେଲା ବେପାର ହେଇଥାନ୍ତା ଠିକ୍ ଯେଉଁ ଟାଇମ୍ରେ ଆପଣଙ୍କର ଜୟଦେବ ବିହାରରେ ପଟିଆରେ ତାପରେ ସୋମ ହସ୍ପିଟାଲ ସେପଟେ ଜୋନ୍ ପଡ଼ିଥିଲା ସେଇ ଟାଇମ୍ରେ ଯଦି ମୁଁ ସେପଟେ ଏରିଆରେ ଥାଆନ୍ତି ତ ଠିକ୍ ଠାକ୍ ବେପାର ହେଇଯାଇଥାନ୍ତା ହେଲେ ଆଜି ନସିବ ଖରାପ ଯେଉଁ ଟାଇମ୍ରେ ଜୋନ୍ ସେପଟେ ପଡ଼ିଛି ମୁଁ ଆସି ଅଶୋକ ନଗର ବସିଥିଲି ସେ ଯାହା ବି ହେଉ ସବୁଦିନ ତ ନସିବରେ ସବୁକିଛି ରହିବନି ଆଉ ଫାଇନାଲ୍ ଏବେ ଟାଇମ୍ 10ଟା ଉପରେ ହେଲାଣି ମୁଁ ଆସି ଘରେ ପହଞ୍ଚିଗଲାଣି ମାନେ ଆଜିର ଭିଡ଼ିଓଟି ଏତିକି ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଯେଉଁମାନେ ବି ନୂଆ କରି ଦେଖୁଛନ୍ତି ମୋ ଚ୍ୟାନେଲକୁ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି ଆଉ ଓଲା ଉବେର କ୍ୟାବ୍ ରିଲେଟେଡ୍ କିମ୍ବା କେଉଁ ଗାଡ଼ି କିଣିବେ କେଉଁ ଗାଡ଼ି କିଣିଲେ ଓଲା ଉବେର ପାଇଁ ସେଠି ଭିତରେ ଠିକ୍ ଠାକ୍ ଚାଲିବ ଯଦି ମନରେ କିଛି ବି ଡାଉଟ୍ ଥିବ ଦୟାକରି କମେଣ୍ଟ କରନ୍ତୁ ଯେତେ ଦୂର ହେଇପାରିବ ମୋ ତରଫରୁ ମୋ ନଲେଜ୍ ଯେତିକି ଯାହା ଅଛି ତା ଭିତରୁ ମୁଁ ରିପ୍ଲାଏ ନିହାତି କରିବି ରହିଲି ନମସ୍କାର ଜୟ ଜଗନ୍ନାଥ।